ଏହା ହିଁ ସତ୍ୟ। କାହିଁକି କହୁଛି ନା ମୁଁ ଅନୁଭବ ନିଜେ କରିଛି। ଦୁନିଆର ସବୁଠାରୁ ମୋ ପାଇଁ ବଡ଼ ହେଉଛି ଗୋଟେ ସମ୍ପର୍କ। ସମ୍ପର୍କ ଯଦି ଠିକ୍ ଚାଲୁଥିବ ନା ତାହେଲେ ଖୁସି ହିଁ ଖୁସି। ଆଉ ଥରେ ସମ୍ପର୍କ ଭାଙ୍ଗିଗଲେ ନା ସେମାନଙ୍କ ଆଖିରେ କ'ଣ ସେମିତି ଆଗରେ ଆମେ ଛୋଟ ହୋଇଯିବା। ତେଣୁକରି ସବୁବେଳେ ଗୋଟେ ଚେଷ୍ଟା କରିବା ସମ୍ପର୍କଟାକୁ ବଜେଇକି ରଖିବା। ଗୋଟେ ଭଲ ସମ୍ପର୍କ ମିଳିବା ବହୁତ କଷ୍ଟକର। ମିଛ ମାୟା ସଂସାରରେ ଭଲ ସମ୍ପର୍କ ମିଳିବା ବହୁତ କଷ୍ଟ। ଯଦି ଆମକୁ ଗୋଟେ କିଏ ଗୋଟେ ଭଲ ପାଉଛି ହୃଦୟରୁ କିମ୍ବା ଭଲ ସମ୍ପର୍କ ରଖିବାକୁ ଚାହୁଁଛି, ଦୟାକରି ପ୍ଲିଜ୍ ସେ ସମ୍ପର୍କ ଭାଙ୍ଗନ୍ତୁନି କି ସେ ସମ୍ପର୍କ ପଇସାରେ ତୁଳନା କରନ୍ତୁନି କି ସେ ସମ୍ପର୍କରେ ଆମେ ଗୋଟେ ଗୋଟେ ସ୍ୱାର୍ଥରେ ତୁଳନା କରନ୍ତୁନି। ଯଦି ଆମକୁ କିଏ ସାହାଯ୍ୟ କରୁଛି, ସାହାଯ୍ୟ ଆମେ ତାକୁ ନ କରିପାରିବା, ମିଠା ମିଠା କଥାରେ ତ ଆମେ ତାକୁ ସମ୍ପର୍କଟାକୁ ବଞ୍ଚେଇ ରଖିବା, ନା କି ଆମେ ତାକୁ ଶତ୍ରୁତା କରିକି ତା ସାଙ୍ଗେ ଝଗଡ଼ା କରିକି ଆମେ ସମ୍ପର୍କ ଭାଙ୍ଗିଦେବା। ଯଦି ଆମ ସମ୍ପର୍କ ଠିକ୍ ଥିବ, ଆମ ସମ୍ପର୍କ ଯଦି ଭଲ ଥିବ, କେଉଁଠି ମିଥ୍ୟା କଥା, କେଉଁଠି ଝଗଡ଼ା ଝାଟି, ଯେତେ ସୁବିଧା ଅସୁବିଧା ହେଲେ ଆମ ସମ୍ପର୍କ ଏବେ ଭାଙ୍ଗିବନି। ଆଉ ସମ୍ପର୍କ ସେତେବେଳେ ଭାଙ୍ଗିଯାଏ ଯେତେ ସମ୍ପର୍କ ମଝିରେ ଗୋଟେ ପଇସା ପଶିଯାଏ, ଟଙ୍କା ପଶିଯାଏ। ସମ୍ପର୍କ ସେତେବେଳେ ଭାଙ୍ଗିଯାଏ ଯେତେବେଳେ ଗୋଟେ ପିଲା ସବୁବେଳେ ଅନ୍ୟ ବିରୁଦ୍ଧରେ କାହାଣୀ ହୋଇକି କହିଦିଏ, କାହାଣୀଟି ହେଇ କହିଦିଏ। ସମ୍ପର୍କ ସେତେବେଳେ ଭାଙ୍ଗିଯାଏ ଯେତେବେଳେ ଅନ୍ୟ ଉପରକୁ ଆମେ ଗୋଟେ ନିଜର ଆଶା ରଖିବା, ନିଜର ଭରସା ରଖିବା, ନିଜର ସ୍ୱାର୍ଥ ରଖିବା, ସେଠି ସମ୍ପର୍କ ଭାଙ୍ଗିଯାଏ। ମୁଁ ଖାଲି ଏତିକି କହିବି, ସମ୍ପର୍କଟାକୁ ସ୍ୱାର୍ଥରେ ତୋଳନ୍ତୁନି କି ପଇସାରେ ତୋଳନ୍ତୁନି। ଯେଉଁମାନଙ୍କୁ ଗୋଟେ ଭଲ ପାଇବା ସାଙ୍ଗ ମିଳୁଛି କି ଭାଇଟେ ମିଳୁଛି କିମ୍ବା ଭଲ ପାଇବା ଲୋକଟେ ମିଳୁଛି, ଗୋଟେ ତାକୁ ହାତ ଛଡ଼ା କରନ୍ତୁନି। କାହିଁକିନା ଏ କଳି ଯୁଗରେ ଗୋଟେ ଭଲ ସମ୍ପର୍କ ମଣିଷ ମିଳିବା ବହୁତ କଷ୍ଟକର। ଏଇଟା ମୁଁ ଅଙ୍ଗେ ଲିଭେଇଛି। ଆଉ ଯେଉଁ ସମ୍ପର୍କଟାକୁ ମୁଁ ଏବେ ନୂଆ ପାଇଛି ତାକୁ ବଞ୍ଚେଇକି ରଖିବି। ବାସ୍ ସେଟା ସାଙ୍ଗ ଦୃଷ୍ଟିରୁ ହଉ, ଭାଇ ଦୃଷ୍ଟିରୁ, ଗୋଟେ ଫ୍ୟାମିଲି ଦୃଷ୍ଟିରୁ, ଯେଉଁ ସବୁ ହଉ, ମୁଁ କେବେ ଭାଙ୍ଗିବିନି। କଥା ଦେଇଛି ମାନେ କଥା ରଖିବି। ଓକେ, ବାଏ ବାଏ, ଜୟ ଜଗନ୍ନାଥ।